କେଉଁ ଦିନଠାରୁ ସ୍କୁଲ ଓ କଲେଜ ଗୁଡ଼ିକ ଖରା ଛୁଟିବା ପାଇଁ ଯାଉଛି ତାକୁ ନେଇ ଅପଡେଟ୍ ଦେଲେ ଆମର ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ ଏହି ଦିନଠାରୁ ପିଲାମାନଙ୍କର ସ୍କୁଲ ଓ କଲେଜ ଗୁଡ଼ିକ ଛୁଟି ହେଇଯିବ। ତାହେଲେ କେଉଁ ଦିନ ବା କେଉଁ ତାରିଖରୁ ତମର ସ୍କୁଲ ଓ କଲେଜ ଗୁଡ଼ିକ ଛୁଟି ହେବ ତା ବିଷୟରେ ଏହି ଭିଡ଼ିଓରେ ଜାଣିବା। ତେଣୁ ଭିଡ଼ିଓଟିକୁ ନିହାତି ଶେଷ ପର୍ଯ୍ୟନ୍ତ ଦେଖିବ। ଚ୍ୟାନେଲକୁ ଯେଉଁମାନେ ପ୍ରଥମ ଥର ଆସୁଛ ନିହାତି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବ, ଭିଡ଼ିଓଟିକୁ ଲାଇକ୍ କରିବ ଏବଂ ତୁମ ସାଙ୍ଗମାନଙ୍କ ସହିତ ମଧ୍ୟ ସେୟାର କରିଦେବ, ଯଦ୍ୱାରା କି ସେମାନେ ମଧ୍ୟ ଏହି ଅପଡେଟ୍ଟି ପାଇପାରିବେ। ଦେଖ ପିଲାମାନଙ୍କୁ କହିବା ପାଇଁ ଚାहे ମୁଁ ଆଗରୁ ମଧ୍ୟ ଆମର ଭିडिଓ ମାଧ୍ୟମରେ ଜଣେଇଥିଲି ପିଲାମାନଙ୍କୁ ଯେ ଏପ୍ରିଲ 2 ତାରିଖରୁ ସକାଳ ସ୍କୁଲ ହେବା ପାଇଁ ଯାଉଛି, କାରଣ ଖରାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଥିଲା ଏପ୍ରିଲ 2 ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ +2 ପର୍ଯ୍ୟନ୍ତ ସକାଳ କରିଦେବା ପାଇଁ ଏବଂ ତା ଜାରି ରହିଛି। ପିଲାମାନଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କେଉଁ ଦିନଠାରୁ ଏ ବର୍ଷ ଆମର ଖରା ଛୁଟି ହେବା ପାଇଁ ଯାଉଛି। ଯଦି ପିଲାମାନଙ୍କୁ ମୁଁ ଛୁଟି ତାଲିକା ଅନୁସାରେ କହିବି, ପିଲାମାନେ ଛୁଟି ତାଲିକା ଅନୁସାରେ ଆମର ମେ 7 ତାରିଖରୁ ସ୍କୁଲ ଓ କଲେଜ ଗୁଡ଼ିକ ତମର ଖରା ଛୁଟି ଅଛି, ଯୋଉଥିରେ କି ଏଇ ବର୍ଷ 35 ଦିନ ପର୍ଯ୍ୟନ୍ତ ତମର ଖରା ଛୁଟି ଦିଆଯାଇଛି ସରକାରଙ୍କ ତରଫରୁ। କିନ୍ତୁ କିନ୍ତୁ ପିଲାମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଅଛି। ଯୋଉ ପ୍ରକାର ତମର ଖରାର ତୀବ୍ରତା ଅଛି ତାକୁ ଦୃଷ୍ଟି ରଖି ବହୁତ ଜଲ୍ଦି ତମର ସ୍କୁଲ ଓ କଲେଜ ଗୁଡ଼ିକ ଛୁଟି ହେବା ପାଇଁ ଯାଉଛି। ତାକୁ ନେଇ ଡେଟ୍ ମଧ୍ୟ କହିଦେଇଛନ୍ତି ଆମର ଗଣଶିକ୍ଷା ମନ୍ତ୍ରୀ ଯେ ନିତ୍ୟାନନ୍ଦ ଗଣ୍ଡ ସାମ୍ବାଦିକମାନଙ୍କୁ ଯେତେବେଳେ ପ୍ରେସମିଟ୍ ଜରିଆରେ କହିଥିଲେ ଯେ କେଉଁ ଦିନଠାରୁ ପିଲାମାନଙ୍କର ସ୍କୁଲ ଓ କଲେଜ ଗୁଡ଼ିକ ଛୁଟି ହେବା ପାଇଁ ଯାଉଛି। ସେ କହିଥିଲେ ଯେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନି, ଯେ କାରଣ ତାର ରହିଛି କ'ଣ, ଏ ପର୍ଯ୍ୟନ୍ତ ପିଲାମାନଙ୍କୁ ନୂଆ ବହି ଗୁଡ଼ିକ ମିଳିନି। ତମେ ମାନେ ଜାଣିଥିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଏ ବର୍ଷ ପିଲାମାନଙ୍କର ବହି ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେଇଯାଇଛି। ତେଣୁ ପିଲାମାନଙ୍କୁ ପ୍ରଥମେ ବହି ଗୁଡ଼ିକ ମିଳିବା ପରେ ତାପରେ ଖରାର ତୀବ୍ରତାକୁ ଦୃଷ୍ଟିରେ ରଖିକି ଆମେ ନିଷ୍ପତ୍ତି ନେବୁ ବୋଲି କ'ଣ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଉତ୍ତର ଦେଇଛନ୍ତି। କିନ୍ତୁ ପିଲାମାନଙ୍କୁ କହିବା ପାଇଁ ଚାहे ଏପ୍ରିଲ 22 ରୁ 25 ତାରିଖ ଭିତରେ ପିଲାମାନଙ୍କର କ'ଣ ହବ, ଖରା ଛୁଟି ଘୋଷଣା ହେଇଯିବ। କାରଣ ଖରା ଯୋଉ ପ୍ରକାର ହବା ଭୀଷଣ ଖରା ହେଲାଣି ତାକୁ ଦୃଷ୍ଟି ରଖି ବହୁତ ଜଲ୍ଦି ଗଣଶିକ୍ଷା ମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ତରଫରୁ କ'ଣ ହବ ତମର ନିର୍ଦ୍ଦେଶ ଆସିଯିବ ପିଲାମାନଙ୍କର ସ୍କୁଲ ଓ କଲେଜ ଗୁଡ଼ିକ ଛୁଟି କରିବା ପାଇଁ।